ଆପଣମାନଙ୍କୁ ଲାଗୁଛି ଏ କୁନ୍ଦିରିରେ ହେଇଛି? ସେମିତି କିଛି ମୋ ସାନ ଭାଇକି ବି ଲାଗୁଥିଲା। ସେ ବିଶ୍ୱାସ କରୁନଥିଲା ଏ କୁନ୍ଦିରିରେ ହେଇଛି ବୋଲି ଏ ତରକାରୀ। ତାକୁ ଯେମିତି ଲାଗୁଥିଲା ମଟନ୍ ତରକାରୀ ଯେମିତି ସେ ଖାଉଛି। ଜମାରୁ ଖାଏନି ଯେଉଁ ପିଲା କୁନ୍ଦୁରି, ସେ କିନ୍ତୁ ହାତ ଚାଟିକି ତରକାରୀକି ଖାଉଥିଲା। ତାକୁ କୁନ୍ଦୁରି ଜାଗାରେ ମଟନ୍ ତରକାରୀ ଲାଗୁଥିଲା। ହଁ ସେଇ କୁନ୍ଦୁରି, ଯେଉଁ କୁନ୍ଦୁରି ଘରେ କେହି ଖାଇବାକୁ ପ୍ରାୟ ଭଲ ପାଆନ୍ତିନି। ପରିବାରର ନାଁ କୁନ୍ଦୁରି ତା'ର, କିନ୍ତୁ ଘରେ ତାକୁ କେହି ପସନ୍ଦ କରନ୍ତିନି ପ୍ରାୟ ଘରେ। ଆଉ ତାକୁ ଯଦି ବାଇଚାନ୍ସ ଯଦି କେହି ଘରକୁ ନେଇ ଆସିଲେ ନା, ଭାଜି ଦେବେ କିମ୍ବା କେମିତି ପାଚି ବେକାର ହେଇକି ସେ ଫୋପଡ଼ା ହେଇଯାଏ। କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଏଇ କୁନ୍ଦୁରିରେ ନେଇକି ଗୋଟେ ବଢ଼ିଆ ଗୋଟେ ତରକାରୀ କରିକି ଦେଖେଇବି। ଯେବେ ବା କୁନ୍ଦୁରି ଆସିବା ଆଉ ଜମାରୁ ଫୋପାଡ଼ିବେନି, ଏମିତି ତରକାରୀ କରିକି ଖାଇବାକୁ ଇଚ୍ଛା କରିବେ। ଆଉ ଯେଉଁମାନେ ଜମାରୁ କୁନ୍ଦୁରି ଖାଆନ୍ତିନି ନା, ସେମାନେ ବି ହାତ ଚାଟିକି ଖାଇବେ। ଏତେ ବଢ଼ିଆ ଲାଗିବ କୁନ୍ଦୁରି ତରକାରୀ। ନମସ୍କାର, ମୁଁ ମିତା, ମୋ ଲକ୍ଷ୍ମୀ ଆଣ୍ଡିଶାଳ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ସ୍ୱାଗତ। ଆଶା କରୁଛି ଆଜିର ରେସିପି ଆପଣମାନେ ସମସ୍ତଙ୍କୁ ପସନ୍ଦ ଆସିବ। ଭିଡ଼ିଓ ଜମାରୁ ସ୍କିପ୍ କରନ୍ତୁନି, ପୁରା ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଭଲ ଲାଗୁଛି ପ୍ଲିଜ୍ ଭିଡ଼ିଓ ଲାଇକ୍ କମେଣ୍ଟ ସେୟାର କରି ଜମାରୁ କୁନ୍ଦୁରିର ଆଜି ଆମେ ପକୁଡ଼ି ତରକାରୀ ବନେଇବା। ତ କିଛି କୁନ୍ଦୁରି ଏଠି ମୁଁ ନେଇଯାଇଛି। ଯଦି ଆପଣଙ୍କୁ ଗ୍ରାମରେ ମାପିବ 250ରୁ ଟିକେ କମ୍ ହେବ। ତ ପ୍ରଥମେ କୁନ୍ଦୁରିକି ଧୋଇକି ଏଇଭଳି ତା'ର ମଝିରୁ ଏମିତି ଦିଫାଳ କରି ନେଇଛି। ଏବେ ଗୋଟେ ଚପର ଜାର ନେଇଯିବା। ଏବେ ସବୁଯାକ କୁନ୍ଦୁରିକି ଚପର ଜାରରେ ଦେଇଦେବା। ଯଦି ଆପଣଙ୍କୁ ଗ୍ରାଇଣ୍ଡର କରିବାକୁ ଚାହୁଁଛନ୍ତି ତାହେଲେ ମନେ ରଖିବେ ଗ୍ରାଇଣ୍ଡର କରିପାରିବେ, କିନ୍ତୁ ୟାକୁ ଦରଦରା କରିବେ, ଚିକ୍କଣ କରିକି ଜମାରୁ ଗ୍ରାଇଣ୍ଡର କରିବେନି। ପାଣି ଦେବା ଦରକାର ନାହିଁ। ଏଠି ଦେଖନ୍ତୁ ମୁଁ ଆକୁ ବଢ଼ିଆ ଭାବରେ ଆକୁ ଚପ୍ କରି ନେଉଛି ଚପର ଜାରରେ। ତ ଚପ୍ କଲାବେଳେ ଏଇଭଳି ଆକୁ ଚପ୍ କରିବେ, ପୁରା ଛୋଟ ଛୋଟ ହେଇଯିବ ଚପର ଜାରରେ। କିନ୍ତୁ ଗ୍ରାଇଣ୍ଡର କଲେ ଚିକ୍କଣ ହେଇଯାଇପାରେ, କିନ୍ତୁ ଆପଣ ରହିକା ତାକୁ ଗ୍ରାଇଣ୍ଡର କରିବେ, ପାଣି ବିଲକୁଲ ଦେବେନି। ତ ଏଇଠି ଆମର ଏଇଟା ହେଇଯାଇଛି। ଦେଖନ୍ତୁ କୁନ୍ଦୁରି କେତେ ବଢ଼ିଆ ଭାବରେ ଛୋଟ ଛୋଟ ଚପ୍ ହେଇସାରିଛି। ଏବେ ଆକୁ ଆମେ ସାଇଡ଼ରେ ରଖିବା। ପ୍ରଥମେ ମସଲା ବନେଇ ନେବା, ବାଟି ନେବା। ତ ମସଲାରେ ଏଠି ଗୋଟେ ରସୁଣ ପାଖୁଡ଼ା ନେଇଛି, ଆଉ ଏଠି ନେଇଛି କଖାରୁ ମଞ୍ଜି। ଏ କଖାରୁ ମଞ୍ଜି ଜମାରୁ ସ୍କିପ୍ କରିବେନି, ଏ ତରକାରୀ ନିଶ୍ଚୟ ନେବେ। ଖଣ୍ଡେ ଅଦା ନେଇଛି ଚୋପା ଛଡ଼େଇକି, ଆଉ ଦୁଇଟା କଞ୍ଚା ଲଙ୍କା, ରାଗ କେତିକି ଖାଇବେ ସେତିକି ରାଗ ଦେବେ। ତାପରେ ଏଠି କିଛି ଗୋଟା ଗରମ ମସଲା ନେଇଛି, ଗୋଟେ ତେଜପତ୍ରକୁ ଏମିତି ନେଇଛି, ଖଣ୍ଡେ ଡାଲଚିନି ନେଇଛି, ଆଉ ଗୋଟେ ବଡ଼ ଅଳେଇଚ ନେଇଛି ଛୋଟଟିଏ, ଲବଙ୍ଗ 2ଟା, ଚକ୍ରୀ ଫୁଲ, ତାପରେ ଏଠି ଆମେ ନେଇଛି ଯାବିତ୍ରୀ ଫୁଲ, ତାପରେ ପାନମଧୁରୀ ହାଫ୍ ଚାମଚ ଖଣ୍ଡେ। ଏସବୁ ମସଲା ଦେଇ ସାରିଲା ପରେ ଗୋଟେ ପିଆଜ ଏଠି ଦେଇଦେବା କାଟିକି। ଅଳ୍ପ ଟିକେ ପାଣି ଦେଇକି ଆକୁ ଚିକ୍କଣ କରିକି ବାଟି ଆଣିବା ମସଲାକୁ। ଆଉ ଏଇଠି ଦେଖନ୍ତୁ ମୁଁ ମସଲାକୁ ବହୁତ ବଢ଼ିଆ ଭାବରେ ବାଟି ଆଣିଛି। ଏଇଠି ଆମର ତରକାରୀ ପାଇଁ ମସଲା ରେଡ଼ି ହେଇସାରିଛି। ଏବେ ଆକୁ ଆମେ ସାଇଡ଼ରେ ରଖିବା। ଗୋଟେ ବାଉଲ ଏଠି ନେଇଯିବା। ଯେଉଁ କୁନ୍ଦୁରିକି ଆମେ ଚପ୍ କରିନେଇଥିଲୁ ସବୁଯାକ କୁନ୍ଦୁରିକି ଏ ଜାଗାକୁ କାଢ଼ିଦେବା। ତ କୁନ୍ଦୁରିକି ସବୁ କାଢ଼ି ସାରିଲା ପରେ ଯେଉଁ ମସଲା ଆମେ ବାଟିକି ନେଇଥିଲୁ ସେଥିରୁ ହାଫ୍ ଚାମଚ ଖଣ୍ଡେ ଏଠି ଦେଇଦେବା। ବେସନ ହାଫ୍ କପ୍ ଖଣ୍ଡେ ଏଠି ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେବା। ଏଠି ଆପଣ ଆଉ କିଛି ଦେବା ଦରକାର ନାହିଁ, କାହିଁକିନା ଆମେ ଯେଉଁ ମସଲା ଦେଇଛୁ ସେଥିରେ ପିଆଜ, ଅଦା, ରସୁଣ ସବୁ ଦେଇଥିଲୁ। ଖାଲି ଏଠି ଯଦି ଚାହିଁବେ ଆପଣ ଧନିଆ ପତ୍ର ଦେଇପାରିବେ। ତ ଏଇ ସବୁ ଜିନିଷ ଦେଇକି ଆଗ ଭଲ ଭାବରେ ମିଶାଇବେ। ଯଦି ପାଣି ଲାଗିବ ଅଳ୍ପ ଟିକେ ଏଠି ପାଣି ଦେବେ। ପାଣି ବି ଏମିତି ଲାଗିବ ନାହିଁ, କାହିଁକିନା କୁନ୍ଦୁରିଟା ପାଣି ଅଂଶ ଥାଏ। ତ ଏଇଠି ମାତ୍ର ଅଳ୍ପ ଟିକେ ପାଣି ମୁଁ ଏଠି ଦେଇଛି, ଗୋଟେ ଚାମଚ ଖଣ୍ଡେ। ତ ଭଲ ଭାବରେ ମିଶାଇ ସାରିଲା ପରେ ପକୁଡ଼ି ପକାଇବା ପାଇଁ ତେଲ କରେଇ ଏଠି ମୁଁ ବସାଇ ଦେଇଛି। ଏବେ ଆମେ ଗୋଟେ ଗୋଟେ କରି ପକୁଡ଼ି ଦେବା। ତ ଏଠି ଆପଣ ଛୋଟ ବଡ଼ ଯେଉଁ ସାଇଜ୍ ପକୁଡ଼ି ଦରକାର ସେଇ ସାଇଜ୍ ଏଠି ପକୁଡ଼ି ପକାଇଦେବେ। ତ ଏଠି ଟିକେ ବଡ଼ ବଡ଼ କରିକି ମୁଁ ଏଠି ପକାଇ ନେଉଛି, କାହିଁକିନା ଆମେ ତରକାରୀ ବନେଇବା। ତ ଏଠି ଗୋଟେ କଥା ମନେ ରଖିବେ, ଅଧିକା କରି ବେସନ ଜମାରୁ ଦେବେନି, କାହିଁକିନା ଏଠି ଆମେ କୁନ୍ଦୁରି ପକୁଡ଼ି ତରକାରୀ ବନାଉଛୁ। ଯଦି ଅଧିକା ବେସନ ଦେବେ ଆପଣଙ୍କୁ ମାନେ ବେସନ ପକୁଡ଼ି ତରକାରୀ ଭଳିଆ ଟେଷ୍ଟ ଲାଗିବ। କୁନ୍ଦୁରି ପକାଇଛି ବୋଲି ଜାଣି ବି ପାରିବେନି, ସେଥିପାଇଁକା ଅଳ୍ପ ଏଠି ବେସନ ଦେବେ। ଖାଲି ବାଇଣ୍ଡିଙ୍ଗ ପାଇଁ ଆମେ ଏଠି ବେସନ ବ୍ୟବହାର କରୁଛୁ। ତ ଏଠି ଦେଖନ୍ତୁ ଏପଟ ସେପଟ କରି ଛାଣିବା ଦ୍ୱାରା ପକୁଡ଼ି ଏଠି ଆମର ହେଇଗଲାଣି। ଏବେ ଆକୁ ଆମେ କାଢ଼ି ନେବା। ଏଇଠି ଆମର ସବୁ ପକୁଡ଼ି ମୁଁ ଛାଣି ଦେଇଛି। ଆକୁ ଆପଣ କୌଣସି ଚଟଣି ସହିତ କିମ୍ବା ଏଇଟାକୁ ଏମିତି ଖାଇବାକୁ ବହୁତ ବଢ଼ିଆ ଲାଗିବ। ଜମାରୁ କେହି ଜାଣିପାରିବେନି ଏଇଟା ଆପଣ କୁନ୍ଦୁରି ପକୁଡ଼ି ବୋଲି। ଏତେ ବଢ଼ିଆ ଲାଗିବ ପକୁଡ଼ି ଖାଇବା ପାଇଁକା। କିନ୍ତୁ ଆର ଆମେ ତରକାରୀ ବନେଇବା। ତ ସେଇ ସେମ୍ କଢ଼େଇରୁ ତେଲ ମୁଁ ଏଠି କାଢ଼ି ନେଇଛି, କିଛି ତେଲ ଏଠି ରଖି ନେଇଛି। ଏବେ ସେଥିରେ ଯେଉଁ ମସଲା ଆମେ ବାଟିକି ନେଇଥିଲୁ ତାକୁ ଏଠି ଦେଇଦେବା। ତ ଏଠି ଆପଣ ଏକ୍ସଟ୍ରା କିଛି ଗୋଟା ଗରମ ମସଲା ଦେବା ଦରକାର ନାହିଁ, କାହିଁକିନା ଆମେ ମସଲାରେ ବି ଗୋଟା ଗରମ ମସଲା ବାଟିଛୁ। ତ ଏଠି କିଛି ଗୋଟା ଗରମ ମସଲା ଦେବା ଦରକାର ନାହିଁ। ତ ଏଠି ଦେଖନ୍ତୁ ମସଲା ଦେଇ ସାରିଲା ପରେ ପିଆଜ ଏଠି ମୁଁ ଦେଇଦେଉଛି। ତ ଆଗ ମୁଁ ଏଠି ମସଲା ଦେଇଥିଲି, ତାପରେ ଏଠି ପିଆଜ ଦେଇଦେଉଛି, କାହିଁକିନା ମୁଁ ଭୁଲି ଯାଇଥିଲି ପିଆଜଟା ଆଗ ଦେବା ପାଇଁକା। ତ ଆପଣ ଆଗ ପିଆଜ ଦେବେ। ପିଆଜ ଟିକେ କଲର୍ ଚେଞ୍ଜ ହେଲା ପରେ ମସଲାଟା ଦେବେ। ତ ଏଠି ମୁଁ ଆଗ ମସଲା ଦେଇଥିଲି, ସେଥିପାଇଁକା ମୁଁ ଟିକେ ମସଲାକୁ ମିଶାଇ ସାରିଲା ପରେ ପିଆଜ ଏଠି ଦେଇଦେଇଛି। ଭଲ ଭାବରେ ସବୁ ଜିନିଷକୁ ମିଶାଇ ସାରିଲା ପରେ ଏବେ ଆକୁ ଆମେ ଘୋରେଇକି ଲୋ ଫ୍ଲେମ୍ରେ ଛାଡ଼ିଦେବା। ବଢ଼ିଆ ଭାବରେ ମସଲା ପିଆଜ ବଢ଼ିଆ ଭାବରେ କଷି ହେଇଯିବ ଯେମିତି। ତ ଏଠି ଦେଖନ୍ତୁ 5-10 ମିନିଟ୍ ପରେ କାଢ଼ିକି ଦେଖାଉଛି। ଏଠି ଦେଖିପାରୁଥିବେ ମସଲାର କଲର୍ ଟିକେ ଚେଞ୍ଜ ହେଇଗଲାଣି, ଆଉ ପିଆଜ ବି ଏଠି ବଢ଼ିଆ ଭାବରେ ଟିକେ ଭାଜି ହେଇଗଲାଣି। ଏବେ ଏଥିରେ ଆମେ ସବୁ ପ୍ରକାର ଗୁଣ୍ଡ ମସଲା ଦେଇଦେବା। ତ ଗୁଣ୍ଡ ମସଲାରେ ଏଠି ମୁଁ ନେଇଛି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ତାପରେ ଏଠି ମୁଁ ନେଇଛି କାଶ୍ମୀରୀ ଲଙ୍କା ଗୁଣ୍ଡ। ସେଟା ରାଗ ଦେବନି, ବଢ଼ିଆ କଲର୍ ଦେବ। ଲୁଣ ନେଇଛି ସ୍ୱାଦ ଅନୁସାରେ। ତାପରେ ଏଠି ମୁଁ ନେଇଛି
मटन मसला। तो यहाँ जमार स्किप करेंगे, यहाँ निश्चिंत देवे तरकारी गोटे चामच ये नहीं सबू मसला गोटे गोटे चामच नहीं स्वाद अनुसार लुण नहीं। तापर ये आम देदेबा 2टा टमाटर काटिकी नहीं आ मसला न पड़ापी पानी अल्प देदेबा भल भाव में मसला को मिसेकी या घोरेकी 5-10 मिनट जाए छाड़ीदेबा। तो मझे मझे आपको काढ़ी देखिए जमार छाड़देवे मुझे मझे मझे काढ़ी देखी तो 5-10 मिनट पर काढ़ी देखा उठी आप देखिपे मसलार तेल भी छाड़ीगला आ बहुत बढ़िया भाव में कषि भी होगला बढ़िया बास्ना सब आस मसलार एवं भल भाव में आगे खोला कर कषि नवा टमाटो जदि ये गोटा गोटा टी अच्छी ताले चटू से आज टे भल भाव में चापी ने जहाँद्वारा मसलार बढ़िया भाव में कषि हो किसी समय कषिला ये आप देखिपे बढ़िया भाव में कषि हो सारी। तो ये आम देदेबा सीझा आलू मसला को जिते बढ़िया भाव में कषिबे सेते बढ़िया लगे तरकारी खावाई। तो आलू को मुझे सिझेकी नहीं 2टा बड़ साइज आलू को सिझेकी चोपा छड़ेकी ये काटी नहीं बड़ बड़ साइज करके आपड़ कंचा आलू को भी एमती भाजिकी तेल रे डायरेक्ट नहीं पारती मसलार। तो ये देखो आलू देकी बढ़िया भाव में कषि देचे एवं आम पानी देदेबा। तो आपन तरकारी केतिकी झोल दरकार से अनुसार ये आप पानी देवे किंतु अधिका करी पानी देवे कहीं आगू आम पकुड़ी दबा पकुड़ी बहुत सारा पानी सोप करे तो पानी टिके अधिका देते पानी देकी भल भाव में मिसेकी घोरेकी छाड़देवा 5-10 मिनट फुटी जाइए देखिपे 5-10 मिनट पर देखा यही तरकारी आगठू आउ टे काठुआ हो सारी आउ फुटी जाइए एवं आम देदेबा पकुड़ी सबू। तो सबू पकुड़ी की दे सारापर भल भाव में मिसई नवा एवं आपको आम पुणी थे घूरेकी किसी समय छाड़देबा जहाँद्वारा तरकारी झोल गुराक पकुड़ी भितर को सोप कर नब। तो पुणी थे 5-10 मिनट पर काढ़ी देखा आईटी आप देखिपे फाइनाल आम पकुड़ी तरकारी रेडी हो सारी कुंदरी पकुड़ी तरकारी देखिपे केते सुंदर ये देखा जाउची आउठी आप देखिपे झोल बहुत बढ़िया भाव में अच्छी। तो आपड़ ये टे पानी अधिका करके आगुरी देते जदि पानी कम हो जाए ये आप गरम पानी दे पारे लास्ट को कटा धनिया पत्र तापर ये मुझे गरम मसला हाफ चामच आउ ये आम देदेबा फेस क्रीम जदि फेस क्रीम ना ताल आप क्षीर सर ये दे पारती। तो यहाँ दबा द्वारा बहुत बढ़िया लगे ये तरकारी खावाईका देकी देखिए थे। तो क्रीम आ धनिया पत्र गरम मसला देके भल भाव में मिसईदेवा आउ किसी समय मात्र 5 मिनट आपको टिके फुटई नवा आईटी आम फाइनाल तरकारी रेडी हो सारी। गैस को लिभेदेवा घोरेकी आम एमती छाड़ीदेवा आगुरी आप देखिपे पकुड़ी सब जगह गोटा गोटा अच्छी। तो पकुड़ी की दे सारापर बेसी समय आपको फुटेबे मात्र 5-10 मिनट घोरेकी छाड़े। तो ये देखो पूरा ठंडा है आपको काढ़ी देखा देखूँ आउठी आप देखिए जानीपे तरकारी कलर आ टेक्सचर आप जानीपे केते सुंदर ये देखा जाउची आ केते बढ़िया देखा जाउची ऊपर एबे याको आमे फटाफट गोटे जगह काढ़ी नबा। ई तरकारी की आपण रोटी पराठा गरम भात सहित खाई परिबे आ आपण मानक लागुची ना देखिकी पूरा मटन तरकारी बढिया आ टेस्ट भी पूरा सही बळी थिला जबरदस्त आ टेस्ट भी थिला एते बढ़िया लागुथिला विश्वास करिवे नै। ई तरकारी की आपण जहा को देबे खाइबा को ना से केही जानी परिबे एटा कुंदरी पकोड़ी तरकारी बोली एते बढ़िया लागुथिला। कुंदरी न खाइबा लोक भी ये मागी ये तरकारी की खाइबे 4टा रुटी जगह 6टा रुटी खाई पकेबे एते टेस्ट लागिबो ए तरकारी। तो गोटे थर निश्चिंत बनेकी देखंतु कुंदरी पकोड़ी रे तरकारी बनातु निजे खांतु घरलोक समस्त खाइबा दियंतु केमिति लागिला आपण मानकर अनुभव निश्चिंत शेयर करिवे। मु पुणी आ गोटे नुआ रेसिपी नहीं आसीबी। आज बई रहउची जय जगन्नाथ।